ସୁଭଦ୍ରା ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ପାଇଁ ଆସିଲା ଖୁସି ଖବର। ସମସ୍ତେ ଏହି ଖବର ଶୁଣି ଖୁସି ହୋଇଯିବେ ଯେ ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ମିଳିବାକୁ ଯାଉଛି। ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର କିସ୍ତି ପାଇନାହାନ୍ତି ସେମାନେ ପ୍ରଥମ କରି ଆସନ୍ତାକାଲି ଏହି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆପଣମାନେ 5,000 ଟଙ୍କା ପାଇପାରିବେ। ତାପରେ ଆପଣମାନେ ଏହି 8 ତାରିଖ ବା ମାର୍ଚ୍ଚ 8 ତାରିଖ ଦିନ ଆପଣମାନେ ଆଉ ଗୋଟିଏ କିସ୍ତି ଆପଣମାନଙ୍କ ଆକାଉଣ୍ଟକୁ ଏହି ସୁଭଦ୍ରା ଯୋଜନାର ଟଙ୍କା ଆସିବ। ତ ଆପଣମାନେ ରେଡ଼ି ହୋଇ ରୁହନ୍ତୁ ଏହି ସୁଭଦ୍ରା ଯୋଜନାର କିସ୍ତି ପାଇବା ପାଇଁ। ଯଦି ଆପଣମାନଙ୍କର ଡକୁମେଣ୍ଟସ୍ ଠିକ୍ ନାହିଁ ତେବେ ଆପଣମାନଙ୍କୁ ଏହି ସୁଭଦ୍ରା ଯୋଜନାର ଟଙ୍କା ମିଳିପାରିବ ନାହିଁ। ତ ମୁଁ ଗତ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଉଲ୍ଲେଖ କରିଥିଲି ଯେ ସୁଭଦ୍ରା ଯୋଜନାର କିସ୍ତି କେଉଁମାନେ ପାଇପାରିବେ। ତ ଆଜି ମଧ୍ୟ ଆପଣମାନଙ୍କୁ କହିବି ଏହି ସୁଭଦ୍ରା ଯୋଜନାର ଯୋଗ୍ୟତା କ'ଣ ରହିଛି ଏବଂ ଆସନ୍ତାକାଲି କେଉଁମାନେ ଏହି ସୁଭଦ୍ରା ଯୋଜନାର କିସ୍ତି ଗୁଡ଼ାକ ପାଇପାରିବେ। ସବୁକିଛି ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଦେଖନ୍ତୁ ଏହି ସୁଭଦ୍ରା ଯୋଜନା ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି। ତେଣୁ ସମସ୍ତ ହିତାଧିକାରୀ ଏହି ସୁଭଦ୍ରା ଯୋଜନାର ଟଙ୍କାକୁ ଅପେକ୍ଷା କରିଛନ୍ତି। ବହୁତ ଗରିବ ହିତାଧିକାରୀମାନେ ବିଶେଷ କରି ଏହି ସୁଭଦ୍ରା ଯୋଜନାର ଟଙ୍କାକୁ ଆପଣମାନେ ଅପେକ୍ଷା କରିଛନ୍ତି। ଏପର୍ଯ୍ୟନ୍ତ କେତେକ ହିତାଧିକାରୀ ଅଛନ୍ତି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ହେଲେ ମଧ୍ୟ ପାଇପାରି ନାହାନ୍ତି। ବିଶେଷ କରି ଗରିବ ଲୋକମାନଙ୍କ ପାଇଁ ଏହି ସୁଭଦ୍ରା ଯୋଜନା ଟଙ୍କା ଆସୁନାହିଁ। ତେଣୁ ସେହି ଗରିବ ଲୋକଙ୍କ ପାଇଁ ମୁଁ ଆଜି କେତୋଟି ଟିପ୍ସ ଦେବି। ତ ଆପଣମାନେ ସେହି ଟିପ୍ସ ମାନିଲେ ହୁଏତ ଆପଣମାନେ 100% ଏହି ସୁଭଦ୍ରା ଯୋଜନାର ଟଙ୍କା ଆପଣମାନେ ନିଶ୍ଚିତ ଭାବରେ ପାଇପାରିବେ। ତେଣୁ ଆପଣମାନେ ଆସନ୍ତାକାଲି ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଛି। ତାପରେ ଏହି ପଞ୍ଚମ ପର୍ଯ୍ୟାୟ ଟଙ୍କା ବା ଯେଉଁମାନେ ପ୍ରଥମ କିସ୍ତି ପାଇବେ ସେମାନେ ମାର୍ଚ୍ଚ 8 ତାରିଖ ଦିନ ନିଶ୍ଚିତ ଭାବରେ ଏହି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପାଇପାରିବେ। ତ ଆସନ୍ତାକାଲି 5,000 ଟଙ୍କା ପାଇପାରିବେ। ତାପରେ ମାର୍ଚ୍ଚ 8 ତାରିଖ ବା ଶନିବାର ଦିନ ଆପଣମାନେ ଆଉ 5,000 ଟଙ୍କା ପାଇପାରିବେ। ତ ଦେଖନ୍ତୁ ମାର୍ଚ୍ଚ 5 ତାରିଖ ବା ବୁଧବାର ଠାରୁ ଆରମ୍ଭ ହେବ ସୁଭଦ୍ରା ରାଲି। ଦେଖନ୍ତୁ ଆଜ୍ଞା, ଆଜିଠାରୁ ଆରମ୍ଭ ହେବ ସୁଭଦ୍ରା ରାଲି। ପ୍ରତି ପଞ୍ଚାୟତରେ ହେବ ଏହି ରାଲି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ରାଲି। ତ ଏଥିପାଇଁ SOP ଜାରି କଲେ ରାଜ୍ୟ ସରକାର। ପ୍ରତି ଗ୍ରାମ ପଞ୍ଚାୟତରେ 100 ଜଣ ମହିଳା ଏହି ରାଲିରେ ଯୋଗ ଦେବେ। ତାପରେ ଏଥିପାଇଁ ପ୍ରତି ଗ୍ରାମ ପଞ୍ଚାୟତକୁ 7,500 ଟଙ୍କା ଦିଆଯାଉଛି। ଦେଖନ୍ତୁ ଆଜ୍ଞା, ଏହି ରାଲିରେ ପ୍ରତି ପଞ୍ଚାୟତକୁ 7,500 ଟଙ୍କା ଦିଆଯାଉଛି। BDO ଏବଂ CDPO ଏହାର ତଦାରଖ କରିବେ। ତାପରେ ଦେଖନ୍ତୁ ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଏବଂ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ 1,70,000 ମହିଳା ଟଙ୍କା ପାଇପାରିବେ। ଦେଖନ୍ତୁ ଆଜ୍ଞା, ଏହି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ 1,70,000 ମହିଳା ଟଙ୍କା ପାଇପାରିବେ। ତାପରେ ହିତାଧିକାରୀଙ୍କ ଖାତାକୁ ଯିବ 5,000 ଟଙ୍କା। ସେହିପରି ମାର୍ଚ୍ଚ 8 ତାରିଖ ଅର୍ଥାତ୍ ଶନିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ସୁଭଦ୍ରାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା 1 କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। ତାପରେ ଏଯାଏଁ 4ଟି ପର୍ଯ୍ୟାୟରେ 98 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର 5,000 ଟଙ୍କା ଲେଖାଏଁ ମିଳିଛି। ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ଓ DBT ନେଇଥିବା ସମସ୍ୟା କାରଣରୁ 1,70,000 ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି। ଦେଖନ୍ତୁ ଆଜ୍ଞା, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ
ଯଦି ଆପଣମାନଙ୍କର ଆଧାର ଲିଙ୍କ ନାହିଁ ତେବେ ଆପଣମାନେ କେବେ ହେଲେ ଏହି ସୁଭଦ୍ରା ଯୋଜନାର ଟଙ୍କା ପାଇପାରିବେ ନାହିଁ। ତ ଆପଣମାନଙ୍କୁ ଭିଡ଼ିଓ ପ୍ରଥମରୁ କହିଥିଲି, ତ ଆପଣମାନଙ୍କୁ ଏବେ କହୁଛି, ଆପଣମାନେ ଧ୍ୟାନ ଦେଇ ଶୁଣନ୍ତୁ। ତ ପ୍ରଥମେ ଦେଖନ୍ତୁ, ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ଥିବା ନିହାତି ଜରୁରୀ। ଯଦି ଆପଣମାନଙ୍କର ଆଧାର ଲିଙ୍କ ନାହିଁ ତେବେ ଆପଣମାନେ ସୁଭଦ୍ରା ଯୋଜନାର କିସ୍ତି ଆପଣମାନେ ପାଇପାରିବେ ନାହିଁ। ତାପରେ ଆଧାର ସହ ମୋବାଇଲ ନମ୍ବର ଥିବା ନିହାତି ଜରୁରୀ। ଯଦି ଆପଣମାନଙ୍କର ଆଧାର ସହ ମୋବାଇଲ ନମ୍ବର ଲିଙ୍କ ନାହିଁ ତାହେଲେ ଆପଣମାନେ ସୁଭଦ୍ରା ଯୋଜନାର କିସ୍ତି ଗୁଡ଼ାକ ପାଇପାରିବେ ନାହିଁ। ତାପରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ବା ଏନପିସିଆଇ ଆକ୍ଟିଭେଟ୍ ହୋଇଥିବା ଆବଶ୍ୟକ। ତ ଆପଣମାନେ ଡିବିଟି ବା ଏନପିସିଆଇ କ'ଣ ଆପଣମାନେ ଯଦି ବୁଝିପାରି ନାହାନ୍ତି ତେବେ ଆପଣମାନଙ୍କୁ କହୁଛି। ଦେଖନ୍ତୁ ଆଜ୍ଞା, ଡିବିଟି ମାନେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ସରକାର ବର୍ତ୍ତମାନ ଏହି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫରରେ ଆପଣମାନଙ୍କର ଆକାଉଣ୍ଟରେ ଟଙ୍କା ପ୍ରଦାନ କରୁଛନ୍ତି। ତେଣୁ ଆପଣମାନେ ନିଜର ବ୍ୟାଙ୍କକୁ ଯାଇ ଆପଣମାନଙ୍କର ଆକାଉଣ୍ଟରେ ଡିବିଟି ଲିଙ୍କ କରନ୍ତୁ। ଯଦି ଯେଉଁମାନଙ୍କର ଡିବିଟି ଲିଙ୍କ ନାହିଁ ତାହେଲେ ଆପଣମାନେ ଏହି ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଯଦି ଆପଣମାନେ ନିଜ ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି କି ନାହିଁ କିପରି ଚେକ୍ କରିପାରିବେ, ତ ମୁଁ ଏକ ଭିଡ଼ିଓ ନେଇକି ଆସିଥିଲି। ତ ସେହି ଭିଡ଼ିଓଟି ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଇଛି। ଆପଣମାନେ ହୁଏତ ସେହି ଲିଙ୍କକୁ କ୍ଲିକ୍ କରି ଆପଣମାନଙ୍କର ଆକାଉଣ୍ଟରେ ଡିବିଟି ଲିଙ୍କ ବା ଏନପିସିଆଇ ଲିଙ୍କ ଅଛି କି ନାହିଁ ଆପଣମାନେ ନିଜେ ନିଜ ମୋବାଇଲ ସାହାଯ୍ୟରେ ଜାଣିପାରିବେ। ତାପରେ ଦେଖନ୍ତୁ, ଆପଣମାନଙ୍କର ସୁଭଦ୍ରା ଯୋଜନାରେ ଯେଉଁ ଆକାଉଣ୍ଟ ନମ୍ବରଟି ଦେଇଛନ୍ତି ବା ସେହି ବ୍ୟାଙ୍କ ଖାତାଟି ଆପଣମାନଙ୍କର ଚାଲୁ ରହିବା ଆବଶ୍ୟକ। ଯଦି ଆପଣମାନଙ୍କର ଖାତା ବନ୍ଦ ହୋଇଯାଇଛି ତାହେଲେ ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିପାରିବ ନାହିଁ। ତେଣୁ ଆପଣମାନେ ବ୍ୟାଙ୍କକୁ ଯାଇ KYC ଦେଇକି ଆପଣମାନଙ୍କର ଖାତାକୁ ଚାଲୁ କରିପାରିବେ। ତାପରେ ଦେଖନ୍ତୁ, ସୁଭଦ୍ରା ଯୋଜନାରେ ଆବେଦନ କରିବା ସମୟରେ ଆପଣମାନେ ହୁଏତ OTP ଦେଇକି ଆପଣମାନେ ଆବେଦନ କରିଥିବେ। ତାପରେ ବିଶେଷ କରି ଦେଖନ୍ତୁ, ସେତେବେଳେ ବିନା OTP ଦ୍ୱାରା ଆପଣମାନେ ଆବେଦନ ହେଉଥିଲା। ସେତେବେଳେ ବିନା OTP ଦ୍ୱାରା ମଧ୍ୟ ଆବେଦନ ହୋଇପାରୁଥିଲା। ତାପରେ ଆସିଲା ବାୟୋମେଟ୍ରିକ୍। ବାୟୋମେଟ୍ରିକ୍ ଦ୍ୱାରା ମଧ୍ୟ କେତେକ ହିତାଧିକାରୀ ଆବେଦନ କରିଥିଲେ। ତ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି ଯେ ଏବେ ଆପଣମାନେ ଆଉ ଥରେ ସୁଭଦ୍ରା ଯୋଜନାରେ ବାୟୋମେଟ୍ରିକ୍ ସାହାଯ୍ୟରେ KYC କରନ୍ତୁ। ଯଦି ଆପଣମାନେ ବାୟୋମେଟ୍ରିକ୍ ସାହାଯ୍ୟରେ KYC ନ କରନ୍ତି ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତେଣୁ ଆପଣମାନଙ୍କର ନିକଟସ୍ଥ CSC ସେଣ୍ଟରକୁ ଯାଇ ଆପଣମାନେ ବାୟୋମେଟ୍ରିକ୍ ସାହାଯ୍ୟରେ KYC କରିପାରିବେ। ତ ଆପଣମାନେ ଏହି ନିୟମ ଗୁଡ଼ିକ କରନ୍ତୁ। ଆପଣମାନେ ନିଶ୍ଚିତ ଭାବରେ ଆପଣମାନଙ୍କର ଖାତାକୁ ସୁଭଦ୍ରା ଟଙ୍କା 100% ଆସିବ। ତ ଏହା ଥିଲା ଛୋଟିଆ ଅପଡ଼େଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।